ବାଲିଆପାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମାଳତୀ ମଞ୍ଜରୀ ବିହାରର 22ତମ ବାର୍ଷିକ ଉତ୍ସବ ଉଦ୍ଯାପିତ ହୋଇଯାଇଛି। 2 ଦିନ ଧରି ଚାଲିଥିବା ଏହି ଉତ୍ସବରେ ଗତକାଲି ଶେଷ ସନ୍ଧ୍ୟାରେ ଉଦ୍ଯାପନୀ ସଭା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ବର୍ଷା ବିଧାୟିକା ସୁବାସିନୀ ଜେନା ଉପସ୍ଥିତ ହୋଇ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତିକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର ସଭାପତି ଓ ସମ୍ପାଦକ ଡାକ୍ତର ସୁଜୟ ଦଣ୍ଡପାଠ ମଞ୍ଚାସୀନ ହୋଇ ପିଲାଙ୍କୁ ବିଭିନ୍ନ ନୀତିଶିକ୍ଷା ନିଜ ବକ୍ତବ୍ୟରେ କହିଥିଲେ। ଶେଷରେ ପିଲାଙ୍କ ଦ୍ୱାରା ପୌରାଣିକ ନାଟକ ନୀଳମାଧବ ମଞ୍ଚସ୍ଥ ହୋଇଥିଲା। ଦେଖନ୍ତୁ, ମୋର ପରମ ସୌଭାଗ୍ୟ ଯେ ଆଜି ବାଲିଆପାଳ ସରସ୍ୱତୀ ଶିଶୁ ମନ୍ଦିରର 22ତମ ବାର୍ଷିକ ଉତ୍ସବରେ ଯୋଗଦାନ କରିଛି। ସେଥିପାଇଁ ଅନୁଷ୍ଠାନର ସଭାପତି, ସମ୍ପାଦକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଧନ୍ୟବାଦ ଦେଉଛି, ସାଧୁବାଦ ଦେଉଛି। ଆମେ ସମସ୍ତେ ଜାଣିଛୁ ସମଗ୍ର ଭାରତ ବର୍ଷରେ ଚହଳ ପକାଇଥିବା ଅନୁଷ୍ଠାନ ହେଉଛି ସରସ୍ୱତୀ ଶିଶୁ ମନ୍ଦିର। ଆପଣମାନେ ଦେଖିଥିବେ ଏଠି ଛୁଆମାନେ କେଡ଼େ ସୁନ୍ଦର ବେଦ ପାଠ କଲେ ଏବଂ ଛୁଆଟିର ସର୍ବାଙ୍ଗୀନ ବିକାଶ ହେଉଛି ଏଇସବୁ ମାନେ ସରସ୍ୱତୀ ଶିଶୁ ମନ୍ଦିର ଯେଉଁ ଅନୁଷ୍ଠାନ ରହିଛି ଏଠି ପିଲାମାନେ ପାଠ ପଢ଼ିକି ତାଙ୍କର ସର୍ବାଙ୍ଗୀନ ବିକାଶ ହେଉଛି। ଆଉ ଆପଣମାନେ ଜାଣିକି ଖୁସି ମଧ୍ୟ ହେଉଥିବେ। ଏଠି ସଭାପତି କହୁଥିଲେ, ସମ୍ପାଦକୀୟ ବିବରଣୀରେ ସମ୍ପାଦକ ମଧ୍ୟ କହୁଥିଲେ ଅନୁଷ୍ଠାନର ପିଲାମାନେ କେମିତି ସବୁ କ୍ଷେତ୍ରରେ ପାରଦର୍ଶିତା ଲାଭ କରୁଛନ୍ତି ଏବଂ ପାଠ ମଧ୍ୟ ଭଲ ପଢ଼ୁଛନ୍ତି। ସର୍ବୋପରି ଆସନ୍ତା ଦିନରେ ଜାପାନ ଗସ୍ତ ମଧ୍ୟ କରିବେ। ଇଏ ଆମ ସମସ୍ତଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ। ମୁଁ ଆପଣମାନଙ୍କ ମାଧ୍ୟମରେ ସବୁ ଅଭିଭାବକ ଅଭିଭାବିକାମାନଙ୍କୁ ଆହ୍ୱାନ କରିବି, ଆସନ୍ତୁ ଏ ଅନୁଷ୍ଠାନକୁ ଗରିମାମୟ କରିବା ପରିପ୍ରେକ୍ଷୀରେ ନିଜ ଛୁଆକୁ ଭଲ ମଣିଷ କରିବା ପରିପ୍ରେକ୍ଷୀରେ ସମସ୍ତେ ଏ ସରସ୍ୱତୀ ଶିଶୁ ମନ୍ଦିରରେ ଅଧ୍ୟୟନ କରନ୍ତୁ। ମୁଁ ସମ୍ପାଦକ ସରସ୍ୱତୀ ଶିଶୁ ମନ୍ଦିର ବାଲିଆପାଳର 2004 ମସିହାରୁ ପ୍ରତିଷ୍ଠିତ ହୋଇଥିବା ଉକ୍ତ ବିଦ୍ୟାଳୟଟି ଅନେକ ଘାତ ପ୍ରତିଘାତ ମଧ୍ୟ ଦେଇ ଗତି କରି ଚାଲିଛି ଏବଂ ସେଇ ଘାତ ପ୍ରତିଘାତ ମଧ୍ୟରେ ମଧ୍ୟ ଆନନ୍ଦ, ଏ ପିଲାମାନଙ୍କର କୃତିତ୍ୱ ହିଁ ଆନନ୍ଦ। ଯୋଉ ପିଲାମାନେ ଆଜି ଆପଣମାନେ ତ ଉପସ୍ଥିତ ଥାଇ ଆପଣମାନଙ୍କ ମାଧ୍ୟମରେ ମଧ୍ୟ ସମାଜକୁ ଜଣେଇବୁ ଯୋଉ ପିଲାମାନଙ୍କର କୃତିତ୍ୱ, ସେଇଟା ହିଁ ଆମକୁ ଆନନ୍ଦ ଦିଏ, ଆଉ ଏଥିରେ କିଛି ନାହିଁ। ତତ୍ସଙ୍ଗେ ସଙ୍ଗେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି, ତତ୍ସଙ୍ଗେ ସଙ୍ଗେ ଆପଣମାନଙ୍କର ଉପସ୍ଥିତି ପାଇଁ ମୁଁ ଅନେକ ଅନେକ ଧନ୍ୟବାଦ ଦେଉଛି।